ରସର ଜହୁରୀ। ଗାଁକୁ ଆସିଥିଲେ ଜଣେ ରାମଭକ୍ତ ସାଧୁ। ରଜନୀକାନ୍ତର ବାପା ବୋଉ ତାଙ୍କ ଭକ୍ତ। ରଜନୀକାନ୍ତ ବି ତାଙ୍କ ସେବା ଶୁଶ୍ରୂଷା କରିବାକୁ ସୁଖ ପାଉଥାଏ। ମହାଶୟ, ମୋ ବାପା ବୋଉ ବହୁତ ବେଳେ ରାମ ରାମ କହିବାର ଶୁଣେ। ଆପଣ ବି ସେ ନାମଟି ହିଁ କଥା କଥାକେ ଉଚ୍ଚାରଣ କରୁଛନ୍ତି। ଅନ୍ୟ ଅନେକେ ବି ତାହା କରନ୍ତି। ଯିଏ ରାମ ରାମ କହୁଥିବ ସିଏ କଣ ଭଗବାନଙ୍କୁ ପାଇଯିବ? ଭଗବାନଙ୍କୁ ପାଇବା ପାଇଁ ରାମ ନାମଠୁ ଅଧିକ ଉପଯୋଗୀ ଶବ୍ଦ କିଛି ନାହିଁ। ରଜନୀକାନ୍ତ ସାଧୁଙ୍କୁ ପଚାରିଲା। ସାଧୁ ସେଦିନ ସେ ପ୍ରଶ୍ନର ଉତ୍ତର ଦେଲେ ନାହିଁ। କେଇ ଦିନ ପରେ ଦିନେ ଯେ ରଜନୀକାନ୍ତ ହାତରେ ଧରାଇ ଦେଲେ ଖଣ୍ଡିଏ କାଚ ଭଳି ଦିଶୁଥିବା ବସ୍ତୁ। ବାପା, ଏହାକୁ ଖୁବ୍ ସାବଧାନରେ ଧରିଥିବୁ। ଯାଇ ଗାଁ ମୁଣ୍ଡ ବଜାରରେ ସବୁଠୁ ବଡ଼ ପରିବା ଦୋକାନୀକୁ ପଚାରିବୁ, ସେ ଏଇଟା ପାଇଲେ କେତେ ଟଙ୍କା ଦେବ। ତା ବୋଲି ତୁ ଏଟାକୁ ବିକିବୁ ନାହିଁ, ମୂଲ୍ୟ ବୁଝି ଫେରି ଆସିବୁ। ରଜନୀକାନ୍ତ ଘଣ୍ଟାକ ଭିତରେ ଲେଉଟି ଆସି କହିଲା, ଆଜ୍ଞା, ସେ କହିଲା ଜିନିଷଟି ଚକମକ କରୁଛି, କିନ୍ତୁ କିଛି କାମର ନୁହେଁ। ତେବେ ତା ଛୁଆ ଖେଳିବ ବୋଲି ସେ ଟଙ୍କାଟିଏ ମୂଲ୍ୟରେ କିଣିବାକୁ ରାଜି। ଦେଇଦେବି? ଦେଇଦେବୁ, ହସିଲେ ସାଧୁ। ତାପରେ ସେ କହିଲେ, ଆଚ୍ଛା, ଏଥର ଯା, ସେ ମନୋହରି ଦୋକାନର ମାଲିକକୁ ପଚାରିବୁ, ସେ ଏଇଟା ପାଇଲେ କେତେ ଦେବାକୁ ପ୍ରସ୍ତୁତ। ପୁଣି କିଛି ସମୟ ପରେ ରଜନୀକାନ୍ତ ଲେଉଟି ଆସି କହିଲା, ଆଜ୍ଞା, ସେ ତ କଣ 2 ଟଙ୍କା ଯାଏ ଦେବ ବୋଲି କହୁଛି। ଏହାକୁ ଟିକେ ବାଗେଇ ସେ ତା ଘର ସଜାଇବାରେ ବ୍ୟବହାର କରିବ। ଦେଇଦେବା? ଆଚ୍ଛା, ଗାଁ ମୁଖିଆଙ୍କ ଘରକୁ ଜଣେ ଜହୁରୀ ଆସିଛନ୍ତି। ତାଙ୍କୁ ଯାଇ ଏଇଟା ଦେଖାଇବୁ। ଦେଖିବା ସେ କେତେ ଦେବାକୁ ପ୍ରସ୍ତୁତ ହେଉଛନ୍ତି, କହିଲେ ସାଧୁ। ଘଣ୍ଟାକ ପରେ ଆଖି ବଡ଼ ବଡ଼ କରି ଫେରିଆସି ରଜନୀକାନ୍ତ କହିଲା, ଆଜ୍ଞା, ସେ ଥଟ୍ଟା କରୁଛନ୍ତି କି ନାହିଁ ବୁଝିଲେ ନାହିଁ। ସେ କହିଲେ ଏହାର ମୂଲ୍ୟ 1,00,000 ଟଙ୍କା। ସେ ଯେମିତି କୁର୍ତ୍ତା ପିନ୍ଧି ଏହାର ମାଲିକ ସହ ଭେଟିବାକୁ ବାହାରିଲେ ମୁଁ ଦୌଡ଼ି ଦୌଡ଼ି ପଳାଇ ଆସିଲି। ଭଦ୍ରଲୋକ କଣ ବୋକା? ନା, ସେ ସମସ୍ତାର। ଏହା ଖଣ୍ଡିଏ ହୀରା। ଏହାର ଦାମ 1,00,000, ବରଂ ଅଧିକ ହୋଇପାରେ। ତେବେ ସେ ପରିବା ଦୋକାନୀ ଓ ମନୋହରି ଦୋକାନୀ କେଡ଼େ ବୋକା? ସେମାନେ ବୋକା ନୁହନ୍ତି, ଅଜ୍ଞ। ତତେ କାହିଁକି ଏତେ ପରିଶ୍ରମ କରାଇଲି? ଶୁଣ, ଏ ହୀରା ଭଳି ହେଲା ରାମ ନାମ। ଯିଏ ତାର ମୂଲ୍ୟ ବୁଝୁ ନଥିବ, ଖାଲି କହିବା ପାଇଁ କହୁଥିବ, ଅଭ୍ୟାସ ଯୋଗୁଁ ଡାକୁଥିବ, ତା କ୍ଷେତ୍ରରେ ତାହା ଶବ୍ଦଟିଏ ମାତ୍ର, ଖୁବ୍ ବେଶୀ ହେଲେ ପବିତ୍ର ଶବ୍ଦଟିଏ। କିନ୍ତୁ ଯିଏ ଶବ୍ଦର ଜହୁରୀ, ସେ ଜାଣେ ସେ ନାମର ମୂଲ୍ୟ ଅସୀମ। ବୁଝିଲୁ? ଆଜ୍ଞା, ମୁଣ୍ଡ ବୁଲେଇ ଦେଉଛି। ଭଲ, ତାହେଲେ ତୁ ବୁଝିବାର ସମ୍ଭାବନା ଅଛି।